ବାଲେଶ୍ୱର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଈଶ୍ୱର କୃପା ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ବାମପଦାଠାରେ ଥିବା କୁଷ୍ଠାଶ୍ରମ ନିକଟର ବସ୍ତି ବାସିନ୍ଦାର ବୃଦ୍ଧା ମା ବାପାଙ୍କୁ ଆଶାବାଡ଼ି ସାର୍ଟ ଧୋତି ଶାଢ଼ୀ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି। ଟ୍ରଷ୍ଟର ମୁଖ୍ୟ ସାମ୍ବାଦିକ ଲୋକନାଥ ପିରି, ଅମିତା ପିରି, ଶକ୍ତି କୁମାର ଦାସ, ଦୀପା ପ୍ରଧାନ, ମଞ୍ଜୁ ଦାସ, ସୁସିନା ମହାରଣା, ଶୁଭଙ୍କର ପିରି, ଅହଲ୍ୟା ପ୍ରଧାନ, ଦୀପକ କୁମାର ମାଝୀ, ସରୋଜ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ମା ବାପା ମାନଙ୍କୁ ଏହି ସାମଗ୍ରୀ ବଣ୍ଟନ କରିବା ସହିତ ଆଗାମୀ ଦିନରେ ଟ୍ରଷ୍ଟ ପକ୍ଷରୁ ଗରିବ ଅସହାୟ ଲୋକଙ୍କୁ ସେବା ଯୋଗାଇ ଦେବା ପାଇଁ ଟ୍ରଷ୍ଟ ସବୁବେଳେ ପ୍ରୟାସ ଜାରି ରଖିଛି ବୋଲି ଟ୍ରଷ୍ଟର ମୁଖ୍ୟ ଲୋକନାଥ ପିରି କହିଛନ୍ତି।